ଆଜ୍ଞା ଦେଖନ୍ତୁ ନୂଆପଡ଼ାବାସୀ ବିକାଶର ଆଶାରେ ଅଛନ୍ତି। ନୂଆପଡ଼ାବାସୀ ନବୀନ ପଟ୍ଟନାୟକଙ୍କର ଆଶାରେ ଅଛନ୍ତି। ନୂଆପଡ଼ାବାସୀ ବିଜୁ ଜନତା ଦଳର ଆଶାରେ ଅଛନ୍ତି। ଏହା ଆପଣଙ୍କୁ ସ୍ପଷ୍ଟ ଭାବରେ କହି ରଖିବାକୁ ଚାହୁଁଛି। ଆଉ ଆପଣ ଦେଖିଥିବେ ବିଗତ ଦିନରେ ଯେଉଁ ପରିସ୍ଥିତି ହେଇଛି, ଯେଉଁ ଲୋକ ବି ବିଟ୍ରେଲ୍ କରିକି ନବୀନ ପଟ୍ଟନାୟକକୁ ଯାଇଛନ୍ତି ତାଙ୍କ ନାଁ ଧରିବାକୁ ଚାହିଁନି, କାରଣ ସିଏ ଯେଉଁ ଲୋକ ନବୀନ ପଟ୍ଟନାୟକକୁ ବିଟ୍ରେଲ୍ କରିପାରୁଛନ୍ତି ସେ ଓଡ଼ିଶାବାସୀ ଏବଂ ନୂଆପଡ଼ାବାସୀଙ୍କୁ ବି ବିଟ୍ରେଲ୍ କରିପାରିବେ, नो डाउट। ता उपरକୁ ନ ଯାଇକି କିନ୍ତୁ ଆମର ସ୍ଥିତି ବହୁତ ସୁଦୃଢ଼ ଅଛି। ଆପଣ ବିଜୁ ଏକ୍ସପ୍ରେସ କଥା କୁହନ୍ତୁ, ଏଇଠି ମେଡ଼ିକାଲ କଥା କୁହନ୍ତୁ, ଏଇଠି ଶିକ୍ଷା ଅନୁଷ୍ଠାନ କଥା କୁହନ୍ତୁ, 5T ରେ ରୂପାନ୍ତରଣ କଥା କୁହନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ବିଜୁ ଜନତା ଦଳ କାମ କରିଛି। ଯେତେବେଳେ 61,000ରୁ ଉର୍ଦ୍ଧ୍ୱ ଭୋଟ ନେଇକି ବିଜୁ ଜନତା ଦଳ ସାଧାରଣ ନିର୍ବାଚନରେ ଜିତିଥିଲା, ତାହେଲେ 15 ମାସ ଭିତରେ ଏଇ ଯେଉଁ ଅପାରଗତାର ସରକାର ଆସିଛି, ଯେଉଁ ବିଫଳତା, ନାରୀ ସୁରକ୍ଷା କଥା କୁହନ୍ତୁ, ଶିକ୍ଷା ଅନୁଷ୍ଠାନ କଥା କୁହନ୍ତୁ, ଆପଣ ଦେଖିଥିବେ ରିସେଣ୍ଟଲି ମୁଖ୍ୟମନ୍ତ୍ରୀଙ୍କର ମାନେ ହେଉଛି ସଭାରେ ଯେଉଁ ମାନେ ଆସିଥିଲା ଖାଇବା, ତା ରିଗାର୍ଡିଂ ମଧ୍ୟ ପ୍ରୋବ୍ଲେମ୍ ହେଇକି ଗାଈ ମାନେ ମରିଯାଇଛନ୍ତି, ବହୁତ ସାରା ପ୍ରୋବ୍ଲେମ୍ ହେଇଛି। ସେଇଥିପାଇଁ ନୂଆପଡ଼ାବାସୀ ଉଚିତ ଜବାବ ଦେବେ ବୋଲିକି ମୁଁ ଆଶା କରୁଛି।